ବୃଦ୍ଧ ମହାଜନ ବହୁତ ଅସୁନ୍ଦର ଦେଖିବାକୁ। ସେ ବ୍ୟବସାୟୀକୁ କହିଲେ, ଯଦି ସେ ତାଙ୍କ ଝିଅକୁ ତାଙ୍କ ସହିତ ବିବାହ ଦିଅନ୍ତି ତେବେ ସେ ସୁଧ ସହିତ ସମ୍ପୂର୍ଣ୍ଣ ଋଣ ରାଶି ଭୁଲିଯିବେ। ତ କିଏ ମହାଜନ? ସାଙ୍ଗମାନେ ଗପଟିକୁ ନିଶ୍ଚୟ ଶୁଣନ୍ତୁ, ଆଗକୁ ଆପଣ ନିଶ୍ଚୟ ଜାଣିପାରିବେ। ଜଣେ ଛୋଟ ବ୍ୟବସାୟୀ ଜଣେ ମହାଜନଙ୍କ ଠାରୁ ଟଙ୍କା ଧାର ନେଇଥିଲେ, କିନ୍ତୁ ଠିକ୍ ସମୟରେ ଫେରାଇ ପାରିଲେ ନାହିଁ। ମହାଜନ ବୃଦ୍ଧ ଏବଂ ଅସୁନ୍ଦର ଥିଲେ, କିନ୍ତୁ ତାଙ୍କର ଦୃଷ୍ଟି ବ୍ୟବସାୟୀଙ୍କ ସୁନ୍ଦରୀ ଯୁବତୀ ଝିଅ ଉପରେ ଥିଲା। ମହାଜନ ବ୍ୟବସାୟୀଙ୍କୁ କହିଲେ ଯେ ଯଦି ସେ ତାଙ୍କ ଝିଅକୁ ତାଙ୍କ ସହିତ ବିବାହ ଦିଅନ୍ତି ତେବେ ସେ ସୁଧ ସହିତ ସମ୍ପୂର୍ଣ୍ଣ ଋଣ ରାଶି ଭୁଲିଯିବେ। ମହାଜନଙ୍କ ଏହି କାରବାରରେ ବ୍ୟବସାୟୀ ଏବଂ ତାଙ୍କ ଝିଅ ବିରକ୍ତ ହୋଇଗଲେ। ମହାଜନ ବ୍ୟବସାୟୀକୁ କହିଲେ, ସର୍ତ୍ତ ହେଉଛି ମୁଁ ଗୋଟିଏ ଖାଲି ବ୍ୟାଗରେ ଗୋଟିଏ ଧଳା ଏବଂ ଗୋଟିଏ କଳା ପଥର ରଖିବି। ତୁମ ଝିଅ ନ ଦେଖି ବ୍ୟାଗରୁ ଗୋଟିଏ ପଥର ବାହାର କରିବ। ଯଦି ସେ କଳା ପଥର ବାହାର କରେ ତେବେ ତାକୁ ମୋ ସହିତ ବିବାହ କରିବାକୁ ପଡ଼ିବ ଏବଂ ତୁମର ସମସ୍ତ ଋଣ କ୍ଷମା ହୋଇଯିବ। କିନ୍ତୁ ଯଦି ସେ ଧଳା ପଥର କାଢ଼ିଦିଏ ତେବେ ତାକୁ ମୋ ସହିତ ବିବାହ କରିବାକୁ ପଡ଼ିବ ନାହିଁ ଏବଂ ତୁମର ଋଣ ଛାଡ଼ ହୋଇଯିବ। କିନ୍ତୁ ଯଦି ତୁମ ଝିଅ ବ୍ୟାଗରୁ ପଥର କାଢ଼ିବାକୁ ମନା କରେ ତେବେ ମୁଁ ତୁମକୁ ଋଣ ପରିଶୋଧ ନ କରିବା ପାଇଁ ଜେଲ୍ ପଠାଇଦେବି। ଏହି ସମୟରେ ମହାଜନ, ବ୍ୟବସାୟୀ ଏବଂ ତାଙ୍କ ଝିଅ ବ୍ୟବସାୟୀଙ୍କ ବଗିଚାର ଏକ ରାସ୍ତାରେ ଠିଆ ହୋଇଥିଲେ, ଯାହା କଳା ଏବଂ ଧଳା ପଥରରେ ନିର୍ମିତ ଥିଲା। ତାପରେ ସର୍ତ୍ତ ଅନୁଯାୟୀ ମହାଜନ ନଇଁ ପଡ଼ି ସେହି ପଥରରୁ ଦୁଇଟି ପଥର ଉଠାଇ ତାଙ୍କ ହାତରେ ଥିବା ଏକ ଖାଲି ଥଳିରେ ରଖିଦେଲେ। ଯେତେବେଳେ ମହାଜନ ପଥର ଉଠାଉଥିଲା, ବ୍ୟବସାୟୀଙ୍କ ଝିଅ ତାର ତୀକ୍ଷ୍ଣ ଆଖିରେ ଦେଖିଲା ଯେ ଅସାଧୁ ମହାଜନ ପଥରରୁ ଦୁଇଟି କଳା ପଥର ଉଠାଇ ବ୍ୟାଗରେ ରଖିଛି। ତାପରେ ମହାଜନ ଝିଅଟିକୁ ବ୍ୟାଗରୁ ଗୋଟିଏ ପଥର ନେବାକୁ କହିଲା। ଯଦି ତୁମେ ସେଇ ଝିଅଟି ସ୍ଥାନରେ ଥାଆନ୍ତ ତୁମେ କ'ଣ କରିଥାନ୍ତ? କିମ୍ବା ଯଦି ତୁମକୁ ସେଇ ଝିଅଟିକୁ ଠିକ୍ ପରାମର୍ଶ ଦେବାକୁ କୁହାଯାଏ ତେବେ ତୁମେ କ'ଣ ପରାମର୍ଶ ଦେବ? ଯଦି ଆପଣ ଭଲ ଭାବେ ଦେଖନ୍ତି ତେବେ ତିନୋଟି ସମ୍ଭାବନା ଅଛି। ଗୋଟିଏ ହେଲା ଝିଅଟି ପଥର ବାହାର କରିବାକୁ ମନା କରୁଛି। 2 ନମ୍ବର ହେଲା ଝିଅଟି କହିବା ଉଚିତ ଯେ ମହାଜନ ଅସତ୍ ହୋଇଛି ଏବଂ ଦୁଇଟି କଳା ପଥର ବ୍ୟାଗରେ ରଖିଛି। 3 ନମ୍ବର ହେଲା ଝିଅଟି କଳା ପଥର ବାହାର କରି ନିଜ ଜୀବନକୁ ସଙ୍କୋଚ କରିବ ଏବଂ ତାଙ୍କ ବାପାଙ୍କୁ ଋଣ ଏବଂ ଜେଲରୁ ରକ୍ଷା କରିବ। ଝିଅଟି ତା ବ୍ୟାଗରେ ହାତ ପକାଇ ଗୋଟିଏ ପଥର ବାହାର କଲା। ନ ଦେଖି ସେ ତାକୁ ତଳେ ଥିବା ପଥର ଉପରେ ଫୋପାଡ଼ି ଦେଲା। ପଥରଟି କଳା ଏବଂ ଧଳା ପଥର ମଧ୍ୟରେ ହଜିଯାଇଥିଲା, ତେଣୁ ସେ କେଉଁଠିକି ଫୋପାଡ଼ିଛି ତାହା ଚିହ୍ନଟ କରିବା ଅସମ୍ଭବ ହୋଇଗଲା। ମହାଜନ ତାଙ୍କର ବେଇମାନୀ ବିଷୟରେ ଜାଣିଥିଲେ ଯେ ବ୍ୟାଗରେ କେବଳ କଳା ପଥରଟି ବାକି ଥିଲା, କିନ୍ତୁ ମହାଜନ ତାଙ୍କର ବେଇମାନୀ ସ୍ୱୀକାର କଲେ ନାହିଁ। ତାପରେ ଝିଅଟି କହିଲା, ଓହୋ, ଦୁଃଖ ପ୍ରକାଶ କରୁଛି, ପଥରଟି ଭୁଲବଶତଃ ତଳେ ପଡ଼ିଗଲା। ଦୁଇଟି ପଥର ଥିଲା, କଳା ଏବଂ ଧଳା। କିଛି ନାହିଁ, ବ୍ୟାଗରେ ଏବେ ବି ଗୋଟିଏ ପଥର ଅଛି। ଏହାକୁ ଦେଖି ତୁମେ ଜାଣିପାରିବ ଯେ ମୁଁ କେଉଁ ରଙ୍ଗର ପଥର ବାହାର କରିଛି। ଯଦି ଏଥିରେ ଗୋଟିଏ କଳା ପଥର ବାକି ଅଛି ତେବେ ଏହାର ଅର୍ଥ ମୁଁ ଧଳା ପଥର ବାହାର କରିଛି। ମହାଜନଙ୍କ ଯୋଜନା ବିଫଳ ହେଲା ଏବଂ ସେ ନିରାଶ ହେଲେ ଏବଂ ତାଙ୍କ ମୁହଁ ଫାଟିଗଲା। ଝିଅଟି ନିଜ ବୁଦ୍ଧିମତ୍ତା ସାହାଯ୍ୟରେ ଏକ ଅସମ୍ଭବ ପରିସ୍ଥିତିକୁ ନିଜ ଲାଭରେ ପରିଣତ କଲା। ସମସ୍ୟାର ସମାଧାନ ସମ୍ଭବ, ଯାହା ଆବଶ୍ୟକ ତାହା ହେଉଛି ସେମାନଙ୍କ ପ୍ରତି ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବା, ଏକ ଭିନ୍ନ ଦୃଷ୍ଟିକୋଣରୁ ଏକ ଭିନ୍ନ ଉପାୟରେ ଚିନ୍ତା କରିବା। ତ ସାଙ୍ଗମାନେ ଯଦି ଗପଟି ଭଲ ଲାଗିଥାଏ ତାହେଲେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।